ସାଙ୍ଗମାନେ ଏ ନ୍ୟୁଜ ଚ୍ୟାନେଲ ବାଲା ଏମିତି ଭାବରେ ନ୍ୟୁଜ ଟିଭିରେ ଛାଡିଥାନ୍ତି ସମୟ ସମୟରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। अच्छा ଯେତେବେଳେ ପାଠ ସାରିକି ପିଲାଟା ଘରେ ବସିଥାଏ ନା ସେତିକି ନ୍ୟୁଜ କଣ ଆସେ, ଆଳୁ ରେଟ୍ ବଢିଗଲା, ପିଆଜ ରେଟ୍ ବଢିଗଲା, ପେଟ୍ରୋଲ ରେଟ୍ ବଢିଗଲା। ଠିକ ସେଇ ସମୟରେ ବାପା ମା ଯେତେବେଳେ ଟିଭି ଦେଖନ୍ତି ନା ନ୍ୟୁଜ ଦେଖିବା ପାଇଁ, କଣ ନ୍ୟୁଜ ଆସେ ଜାଣିଛନ୍ତି? ରିକ୍ସା ବାଲାର ପୁଅ ଆଇପିଏସ୍, ପରିବା ବାଲାର ପୁଅ କଲେକ୍ଟର, ତାପରେ ସେ ପିଲାକୁ ଯାହା ଲାଗୁଥିବ ସେ ବାପା ମା କୋଉଠି ଥାଏ, ବାପା ମା ପିଲା କୋଉଠି ଥାଏ। କୋଉ ପରିବା କଞ୍ଚା ଥିଲା ବେଳେ ପରିବା ହାଟରେ ଦେଖାଦିଏ, ପାଚିଗଲା ପରେ ଫଳ ଦୋକାନରେ। ଭଣ୍ଡା କଞ୍ଚା ଥିଲା ବେଳେ ପରିବା ମାର୍କେଟରେ, ପାଚିଗଲା ପରେ ଫଳ ଦୋକାନରେ। କଦଳୀ ଗୋଟେ अच्छा ମୁଁ ତ ଆଉ ଜାଣିନି, ଯଦି ଆପଣ ଜାଣିଛନ୍ତି କମେଣ୍ଟରେ ଲେଖିକି କୁହନ୍ତୁ। ସାଙ୍ଗମାନେ ସ୍ୱାମୀ ସ୍ତ୍ରୀ ରାଗିଗଲା ପରେ କେମିତି ଶାନ୍ତ ପଡନ୍ତି ଜାଣିଛନ୍ତି? ଆସନ୍ତୁ ଜାଣିବା। ସ୍ୱାମୀ ଯେତେବେଳେ ରାଗିଯାଏ ସେ ସଦାବେଳେ ଏକଲା ଜାଗା ଖୋଜି ବୁଲେ, ଯୋଉ ଜାଗାରେ କେହି ନଥିବେ, ଏକଲା ବସିକିରି ନିଜକୁ ନିଜେ ଭାବିକିରି ଶାନ୍ତ ପଡିଯାଏ। ବେଳେ ବେଳେ କଣ ହୁଏ, ଅବକାରୀ ବିଭାଗ ମଦ ଗଞ୍ଜେଇ ଏକ୍ସେଟ୍ରା ତାକୁ ୟୁଜ କରିକି ଶାନ୍ତ ପଡେ। କିନ୍ତୁ ସ୍ତ୍ରୀ ଅବକାରୀ ବିଭାଗ କେବେ ୟୁଜ କରନ୍ତିନି, ସେଇଟା ଗୋଟେ ଭଲ ଗୁଣ। କିନ୍ତୁ ସ୍ୱାମୀ କି ଅନେଇ ବସିଥାନ୍ତି କେତେବେଳେ ଘରକୁ ଆସିବେ ଏବଂ ତାଙ୍କ ସହିତ ମାଡଗୋଡି ଲାଗିକି ଯେପର୍ଯ୍ୟନ୍ତ ମୁଣ୍ଡ ନ ଥଣ୍ଡା ହେଇଛି ସେ ପର୍ଯ୍ୟନ୍ତ ରାଗ ଶାନ୍ତ ପଡିବନି। ସମୟ କେମିତି ଚେଞ୍ଜ ହଉଛି ସାଙ୍ଗମାନେ। अच्छा ଆମ ପିଲା ବେଳର କଥା, ଯେତେବେଳେ ଖରା ଦିନ ହୁଏ ନା ପ୍ରବଳ ଗରମ ହୁଏ, ଆମ ବାପା ମା ମାନେ କଣ କରନ୍ତି, ଆମମାନଙ୍କୁ ଲଣ୍ଡା କରିଦିଅନ୍ତି। ଲଣ୍ଡା ତ କରନ୍ତି ମୁଣ୍ଡରେ ଚନ୍ଦନ ମାରି ଦିଅନ୍ତି ଥଣ୍ଡା ହବ ବୋଲି। କିନ୍ତୁ ଏବେ ଆଡଭାନ୍ସ ଯୁଗ, ବାପା ମା ମାନେ କଣ କରୁଛନ୍ତି ନା ଯେତେବେଳେ ଗରମ ହଉଛି ମାନେ ଖରା ଦିନ ହଉଛି, ନିଜ ପିଲାମାନଙ୍କୁ ଥଣ୍ଡାରେ ରଖିବା ପାଇଁ ଆଉ ଲଣ୍ଡା କରୁନାହାନ୍ତି। କଣ କରୁଛନ୍ତି ଜାଣିଛନ୍ତି? ବୁଲିବା ପାଇଁ ସିମଲା, ମନାଲି, କାଶ୍ମୀର ଏକାଥରେ ଥଣ୍ଡା ହେଇକି ଆସୁଛି। ବହୁତ ରେୟାର କେସରେ, ସବୁ ଜାଗାରେ ନୁହେଁ। ଯଦି ନିଜର ପିଲା ଯଦି କାନ୍ଦୁଥିବ ନା ହାର୍ଟ ଭାରି ଟଚ୍ ହୁଏ। ଯଦି ନିଜର ସ୍ତ୍ରୀ କାନ୍ଦୁଥିବ ବହୁତ ରେୟାର କେସରେ ମୁଣ୍ଡ ବିନ୍ଧା ହୁଏ। ପରର ଯଦି ପିଲା କାନ୍ଦୁଥିବ ତାହେଲେ ମୁଣ୍ଡ ବିନ୍ଧା ହବ। ଆଉ ଯଦି ପରର ସ୍ତ୍ରୀ ଯଦି କାନ୍ଦୁଥିବାର ଦେଖୁଥିବେ କଣ ହବ କହିଲେ? ହାର୍ଟ